ଖ୍ରୀଷ୍ଟଙ୍କ ଜଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ନବଜୀବନ ବାଣୀକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରେ। ଆଜି ମେ ମାସର 7 ତାରିଖ ପ୍ରଥମ ଗୁରୁବାର। ଆଜିର ଆମର ମୁଖ୍ୟ ପ୍ରସଙ୍ଗ ରହିଲା ଆଜ୍ଞା ପାଳନରେ ସବୁ କଥା ରହିଲା। ଆଉ ଥରେ କହି ରଖିଲି, ଆଜ୍ଞା ପାଳନରେ ସବୁ କଥା ରହିଲା। କାରଣ ମାଥ୍ୟୁ 7:21 ପ୍ରଭୁ ଯୀଶୁ କହିଲେ, ଯେଉଁମାନେ ପ୍ରଭୁ ପ୍ରଭୁ ବୋଲି ଦିନ ରାତି କହନ୍ତି ସେମାନେ ନୁହଁ, କିନ୍ତୁ ଯେଉଁମାନେ ମୋର ପିତାଙ୍କର ଆଜ୍ଞା ପାଳନ କରନ୍ତି ସେମାନେ ହିଁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ। ଏବଂ ମାଥ୍ୟୁ 15:8-9 ପ୍ରଭୁ ଯୀଶୁ କହିଲେ, ଏ ଜନତା, ଏ ଖ୍ରୀଷ୍ଟିଆନ ଲୋକମାନେ, ମୋର ସନ୍ତାନ ସନ୍ତତିମାନେ ଓଠରେ ମୁହଁରେ ମୋର ପ୍ରଶଂସା କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ମୋଠାରେ ଦୂରେ, ବହୁ ଦୂରରେ। ତେଣୁ ସ୍ନେହର ଭାଇ ଭଉଣୀମାନେ ପ୍ରଭୁ କହନ୍ତି, ଯେଉଁମାନେ ମୋତେ ପ୍ରେମ କରନ୍ତି ସେମାନେ ମୋର ଆଜ୍ଞା ପାଳନ କରିବେ। ଉଦାହରଣ ସ୍ୱରୂପ ଆଜି ଦେଖନ୍ତୁ, କହିଲେ ଜନ୍ ସୁସମାଚାର 15:14 ପ୍ରଭୁ କହିଲେ, ତୁମେ ଯଦି ମୋତେ ପ୍ରେମ କରୁଛ, ମୋର ଆଜ୍ଞା ପାଳନ କର, ତେବେ ତାହେଲେ ତୁମେ ମୋର ବନ୍ଧୁ ହେଲ, ତୁମେ ସାଙ୍ଗ ହେଲ, ତୁମେ ମୋର ଫ୍ରେଣ୍ଡ ହେଲ। ଏବଂ ମାଥ୍ୟୁ ସୁସମାଚାର 12:49 ପ୍ରଭୁ କହିଲେ, ଯୀଶୁକୁ କୁହାଗଲା, ତୁମର ମା ଏବଂ ଭାଇମାନେ ଅପେକ୍ଷା ଦେଖା କରିବା ପାଇଁ ଆସିଛନ୍ତି। ଯୀଶୁ କହିଲେ, କିଏ ମୋର ଭାଇ, କିଏ ମୋର ମା, କିଏ ମୋର ଭଉଣୀ? ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପାଳନ କରନ୍ତି ସେମାନେ ମୋର ମା, ସେମାନେ ମୋର ଭାଇ, ସେମାନେ ମୋର ଭଉଣୀ। ଏବଂ ଜନ୍ ସୁସମାଚାର 15:10 କହିଲେ, ତୁମେ ଯଦି ମୋର ବାକ୍ୟ ପାଳନ କର, ତାହେଲେ ତୁମେ ମୋର ପ୍ରେମରେ ଅବସ୍ଥାନ କର ବା ପ୍ରେମରେ ବାସ ରହ। ଏବଂ ତୁମେ ଯଦି ମୋଠାରେ ଅବସ୍ଥାନ କର ଏବଂ ମୋର ବାକ୍ୟ ତୁମଠାରେ ଅବସ୍ଥାନ କରେ, ତେବେ ତୁମେ ପ୍ରଚୁର ଫଳ ଉତ୍ପନ୍ନ କରିବ, ମୋତେ ଯାହା ମାଗିବ ତାହା ଦିଆଯାଏ, ତୁମେ ଈଶ୍ୱରଙ୍କର ପ୍ରକୃତ ଶିଷ୍ୟ ହେବ। ସ୍ନେହର ଭାଇ ଭଉଣୀ, ଏବଂ ଜନ୍ ସୁସମାଚାର 14:15 କହିଲେ, ତୁମେ ଯଦି ମୋତେ ପ୍ରେମ କର, ମୋର ଆଜ୍ଞା ପାଳନ କରିବ, ଏବଂ ମୁଁ ପିତାଙ୍କ ଠାରେ ନିବେଦନ କରିବି, ଏବଂ ପିତା ପରମେଶ୍ୱର ଆଉ ଏକ ସାହାଯ୍ୟକାରୀ ପବିତ୍ର ଆତ୍ମା ପ୍ରେରଣ କରିବେ ତୁମ ନିକଟ, ଯେଉଁ ପବିତ୍ର ଆତ୍ମା ତୁମଠାରେ ସର୍ବଦା ରହିବେ। ତେବେ ଏହି ପ୍ରସଙ୍ଗକୁ ନେଇକି ଆଜି ପ୍ରଭୁଙ୍କ ସୁସମାଚାର ଆମକୁ ଦିଆଯାଇଛି। ଦେଖନ୍ତୁ, ଆସନ୍ତୁ ସାଧୁ ଜୋହନ ପୂର୍ଣ୍ଣ ସୁସମାଚାର ପାଠ ଅଧ୍ୟାୟ 15 ପଦ ସଂଖ୍ୟା 9-11। ଆସନ୍ତୁ ବାହାର କରିବା, ପଢ଼ିବା। ପିତା ଯେପରି ମୋତେ ପ୍ରେରଣ କରିଛନ୍ତି, ସେହିପରି ମୁଁ ତୁମମାନଙ୍କୁ ପ୍ରେରଣ କରୁଅଛି। ମୋର ପ୍ରେମର ଅବସ୍ଥାନ କର। ମୁଁ ଯେପରି ମୋର ପିତାଙ୍କର ଆଜ୍ଞା ପାଳନ କରେ ଓ ତାଙ୍କ ପ୍ରେମର ଅବସ୍ଥାନ କରେ, ସେହିପରି ଯଦି ତୁମେମାନେ ମୋର ଆଜ୍ଞା ପାଳନ କର, ତେବେ ମୋର ପ୍ରେମର ଅବସ୍ଥାନ କର। ମୁଁ ତୁମମାନଙ୍କୁ ଏ ସକଳ ବିଷୟ କହିଅଛି, ଯେପରି ମୋର ଆନନ୍ଦ ତୁମଠାରେ ରହେ ଏବଂ ତୁମମାନଙ୍କର ଆନନ୍ଦ ପରିପୂର୍ଣ୍ଣ ହୁଏ। ପ୍ରଭୁଙ୍କର ସୁସମାଚାର। ସ୍ନେହର ଭାଇ ଭଉଣୀମାନେ, ଆଜିର ସୁସମାଚାର ଜନ୍ 15:7-8 ପ୍ରଭୁ କହିଲେ, ଯଦି ତୁମେ ମୋ ଠାରେ ଅବସ୍ଥାନ କର ଏବଂ ମୋର ବାକ୍ୟ ତୁମଠାରେ ଅବସ୍ଥାନର ଅର୍ଥ ହେଲା ରହେ। ଯଦି ତୁମେ ମୋ ଠାରେ ରୁହ, ମୋର ବାକ୍ୟ ତୁମଠାରେ ରହେ, ତୁମେ ଯାହା ଯାହା ମାଗିବ ତାହା ତୁମେ ସବୁ ପାଇବ ଏବଂ ତୁମେ ପ୍ରଚୁର ଫଳ ଉତ୍ପନ୍ନ କରିବ ଏବଂ ପିତା ପରମେଶ୍ୱର ଗୌରବାନ୍ୱିତ ହେବେ, ତେବେ ମୋର ପ୍ରକୃତ ଶିଷ୍ୟା ହେବ। ତାର ଅର୍ଥ ହେଲା, ସ୍ନେହର ଭାଇ ଭଉଣୀ, ଆମେ ପ୍ରଭୁଙ୍କର ଆଜ୍ଞା ପାଳନ କରିବା ଦ୍ୱାରା ଆମେ ଯାହା ଯାହା ମାଗିବା ତାହା ପାଇବା ଏବଂ ଆମ ଜୀବନରେ ପ୍ରଚୁର ଫଳ ଉତ୍ପନ୍ନ ହେବ। ଫଳର ଅର୍ଥ ଆମ୍ବ, ପଣସ, ପିଜୁଳିକୁ ବୁଝାଏ ନାହିଁ। ଫଳର ଅର୍ଥ ହେଲା ପବିତ୍ର ଆତ୍ମାଙ୍କର 9ଟା ଫଳ। ଗାଲାତ୍ୟ 5:22-23 ଲେଖାଯାଇଛି ଯେ, ଶାନ୍ତି, ଆନନ୍ଦ, ପ୍ରେମ, ସୁଶୀଳତା, ନମ୍ରତା, ମୃଦୁତା, ଆତ୍ମସଂଯତ, ପର ଉପକାରିତା, ଏଇଭଳି 9ଟା ଆତ୍ମାର ଫଳ ଆମ ଜୀବନରେ ପ୍ରତିଫଳିତ ହେବ। ଫଳିବ କେତେବେଳେ? ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟରେ ଆମେ ଈଶ୍ୱରଙ୍କଠାରେ ରହିବା ଏବଂ ଈଶ୍ୱରଙ୍କର ବାକ୍ୟ ଆମଠାରେ ରହିବ। ଈଶ୍ୱରଙ୍କର ବାକ୍ୟ ଯେତେବେଳେ ଆମେ ପାଳନ କରୁ, ସେତେବେଳେ ଆମେ ପ୍ରଭୁଙ୍କଠାରେ ରହୁ। ତେଣୁ ଆଜି ପ୍ରଭୁ କହୁଛନ୍ତି, ତୁମେ ମୋଠାରେ ଅବସ୍ଥାନ କର, ମୋଠାରେ ରୁହ। ଯଦି ତୁମେ ମୋର ବାକ୍ୟ ପାଳନ କରିବ, ତାହେଲେ ତୁମେ ମୋଠାରେ ଅବସ୍ଥାନ କରିବ ଏବଂ ମୋର ବାକ୍ୟ ତୁମଠାରେ ଅବସ୍ଥାନ କରିବ। ତୁମେ ଯାହା ଯାହା ମାଗିବ ତାହା ତୁମେ ପାଇବ ଏବଂ ପ୍ରଚୁର ଫଳ ଉତ୍ପନ୍ନ କରିବ। ତେବେ ପିତା ଗୌରବାନ୍ୱିତ ହେବେ ଏବଂ ତୁମେ ମୋର ପ୍ରକୃତ ଶିଷ୍ୟା ହେବ। ତେବେ ସ୍ନେହର ଭାଇ ଭଉଣୀମାନେ, ମୁଁ ଯାହା କହିଲି, ଆମର ପ୍ରସଙ୍ଗ ହେଲା ଆଜ୍ଞା ପାଳନରେ ସବୁ ବିଷୟ ରହିଲା, ସବୁ କଥା ରହିଲା ଆଜ୍ଞା ପାଳନରେ। ଖାଲି ଆମେ ଦିନ ରାତି ପ୍ରାର୍ଥନା କରିବା ତ ଭଲ କଥା,
ଗିର୍ଜାକୁ ଆସିବା ଗୋଟେ ଭଲ କଥା, ବାଇବେଲ ପଢ଼ିବା ଗୋଟେ ଭଲ କଥା, ପ୍ରେଜେଣ୍ଟ ଅଛି ଗୋଟେ ଭଲ କଥା, ଫାଷ୍ଟ କରିବା ଗୋଟେ ବହୁତ ଭଲ କଥା, କିନ୍ତୁ ଯେଉଁ ପର୍ଯ୍ୟନ୍ତ ପ୍ରଭୁଙ୍କର ଆଜ୍ଞା ଭିତ୍ତିକ ବାକ୍ୟ ଭିତ୍ତିକ ଜୀବନଯାପନ କରିନାହୁଁ ସେ ପର୍ଯ୍ୟନ୍ତ ଆମ ଜୀବନରେ କିଛି ଫଳ ଉତ୍ପନ୍ନ ହେବନି, ଶାନ୍ତି ଆନନ୍ଦ ପ୍ରେମ ଆମେ ପାଇବାନି। କାରଣ ପ୍ରଭୁଙ୍କର ପ୍ରତିଶ୍ରୁତି କହିଲେ ମାଥ୍ୟୁ 15:7-8 କହିଲେ, ଯଦି ତୁମେ ମୋ ଠାରୁ ରହ ତାହେଲେ ତୁମେ ପ୍ରଚୁର ଫଳ, ତୁମେ ଯଦି ମୋ ଠାରୁ ମୋର ବାକ୍ୟ ତୁମଠାରୁ ରହେ ତେବେ ତୁମେ ପ୍ରଚୁର ଫଳ ଉତ୍ପନ୍ନ କର, ତୁମେ ଯାହା ଯାହା ମାଗିବ ତାହା ପାଇବ। ତାହେଲେ ପ୍ରଭୁ କେତେବେଳେ ଆମ ଠାରୁ ରହିବେ? ଯଦି ଆମେ ପ୍ରଭୁଙ୍କର ଆଜ୍ଞା ସକଳ ଅକ୍ଷର ଅକ୍ଷର ପାଳନ କରିବା, ତାହେଲେ ଆମେ ପ୍ରଭୁଙ୍କଠାରୁ ଅବସ୍ଥାନ କରିବା, ରହିବା, ପ୍ରଭୁଙ୍କର ବାକ୍ୟ ଆମଠାରୁ ରହିବ ଏବଂ ଆମେ ଯାହା ମାଗିବା ତାହା ପାଇବା, ପ୍ରଚୁର ଫଳ ଉତ୍ପନ୍ନ ହେବ ଏବଂ ତୋ ଦ୍ୱାରା ପିତା ପରମେଶ୍ୱର ଗୌରବାନ୍ୱିତ ହେବେ ଏବଂ ସେତେବେଳେ ହିଁ ଆମେ ପ୍ରକୃତ ପ୍ରଭୁଙ୍କର ଶିଷ୍ୟା ହେଇପାରିବା। ଏବଂ ଆଜି ଦେଖିଲୁ, ଆମେ ଦେଖନ୍ତୁ ଆପଣଙ୍କର ଜନ୍ 15:14, ତୁମେ ଯଦି ମୋର ଆଜ୍ଞା ପାଳନ କରିବ ତାହେଲେ ତୁମେ ମୋର ବନ୍ଧୁ, ତୁମେ ମୋର ସାଙ୍ଗ, ତୁମେ ମୋର ଫ୍ରେଣ୍ଡ। ଯୀଶୁଙ୍କ ସହିତ ବନ୍ଧୁ ହେବା, ସାଙ୍ଗ ହେବା, ସାଥୀ ହେବାଟା କେତେ ସୌଭାଗ୍ୟ ବିଷୟ। ଯେଉଁମାନେ ଯୀଶୁଙ୍କର ଆଜ୍ଞାକୁ ପାଳନ କରନ୍ତି ଅକ୍ଷର ଅକ୍ଷରେ, ସେମାନେ ଯୀଶୁଙ୍କର ବନ୍ଧୁ ବା ସାଙ୍ଗ ବା ସାଥୀ ବା ଫ୍ରେଣ୍ଡ। ଖାଲି ସେତିକି ନୁହେଁ, ଗୋଟେ ଜାଗାରେ ଯୀଶୁ ପ୍ରଚାର କରୁଥିଲେ, ଲୋକମାନେ ଆସି ଯିହୁଦୀମାନେ କହିଲେ ତୁମର ମା ଭାଇ ଭଉଣୀମାନେ ବାହାରେ ଅପେକ୍ଷା ତୁମକୁ ଭେଟିବା ପାଇଁ ଅପେକ୍ଷା। ଯୀଶୁ କହିଲେ କିଏ ମୋର ବନ୍ଧୁ, କିଏ ମୋର ମା, କିଏ ମୋର ଭାଇ, କିଏ ମୋର ଭଉଣୀ? ଯେଉଁମାନେ ସ୍ୱର୍ଗସ୍ଥ ପିତାଙ୍କର ଆଜ୍ଞା ପାଳନ କରନ୍ତି ସେମାନେ ମୋର ମା, ସେମାନେ ମୋର ଭାଇ, ସେମାନେ ମୋର ଭଉଣୀ। ଏବଂ ଜନ୍ 14:15-16 ପ୍ରଭୁ କହିଲେ, ତୁମେ ଯଦି ମୋତେ ପ୍ରେମ କରୁଛ ମୋର ଆଜ୍ଞା ପାଳନ କର। ପିତାଙ୍କଠାରେ ମୁଁ ନିବେଦନ କରିବି, ପିତା ଏକ ସାହାଯ୍ୟକାରୀ ପବିତ୍ର ଆତ୍ମା ପ୍ରେରଣ କରିବେ, ସେ ପବିତ୍ର ଆତ୍ମା ସର୍ବଦା ତୁମଠାରେ ରହିବେ। ତେଣୁ ମୁଁ କହିଲି ଆଜି ଟପିକ୍ ହେଲା ଯେ ଆଜ୍ଞା ପାଳନରେ ସବୁ ବିଷୟ ରହିଲା। ଯଦି ଆଜ୍ଞା ପାଳନ କରୁ ତାହେଲେ କିଛି ନାହିଁ। କାରଣ ଦେଖନ୍ତୁ, ଆପଣମାନେ ଦେଖୁଥିବେ ଆପଣଙ୍କର ଜନ୍ 14:23 ମୋତେ କୁହାହେଇଛି, ଯଦି ତୁମେ ମୋତେ ପ୍ରେମ କରୁଛ ମୋର ଆଜ୍ଞା ପାଳନ କରିବ, ତେବେ ମୋର ପିତା ତୁମକୁ ପ୍ରେମ କରିବେ। ଆମେ ଅର୍ଥାତ୍ ପିତା ପୁତ୍ର ପବିତ୍ର ଆତ୍ମା ଆସି ତୁମଠାରେ ଘର କରି ତୁମ ସାଙ୍ଗରେ ରହିବୁ। ଯଦି ଆମେ ଆଜ୍ଞା ପାଳନ କରିବା, ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର, ପବିତ୍ର ଆତ୍ମା ପରମେଶ୍ୱର ସ୍ୱର୍ଗ ଛାଡ଼ି ଆସି ଆମ ହୃଦୟରେ ବାସ କରିବେ ଏବଂ ଆମର ହୃଦୟ ସହ ସ୍ୱର୍ଗରେ ପରିଣତ, ଟାବର୍ନାକଲ ବା ନିୟମ ଅନୁସାରେ ପରିଣତ ହେଇଥିବ। ସ୍ନେହର ଭାଇ ଭଉଣୀମାନେ, ରୋମୀୟ 2:13 ପର୍ଯ୍ୟନ୍ତ ଲେଖାଯାଇଛି ଯେ ଶୁଣିବା ଲୋକମାନେ ପରିତ୍ରାଣ ପାଇବେ ନାହିଁ, କାର୍ଯ୍ୟକାରୀ କରିବା ଲୋକମାନେ ପରିତ୍ରାଣ ପାଇବେ। ଶ୍ରବଣକାରୀମାନେ ନୁହଁ, ବରଂ କାର୍ଯ୍ୟକାରୀ ବାକ୍ୟକୁ ପାଳନ କରିବା ଲୋକମାନେ ହିଁ ଧାର୍ମିକ ପରିଗଣିତ ହେବେ। ତେବେ ସ୍ନେହର ଭାଇ ଭଉଣୀମାନେ, ଆମେ ମଧ୍ୟ ବାଇବେଲରେ ଦେଖିବାକୁ ପାଉଛୁ ଯେ ଯେତେବେଳେ ପ୍ରଭୁଙ୍କର ଆଜ୍ଞାକୁ ଅକ୍ଷର ଅକ୍ଷର ସାଙ୍ଗେ ସାଙ୍ଗେ ପାଳନ କରୁଥିବା ଆମ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟକର୍ମ ସାଧନ ହୁଏ। ଉଦାହରଣ ସ୍ୱରୂପ ଜନ୍ 2:7 କାନା ନଗରରେ ଯୀଶୁଙ୍କର ବିବାହ ଭୋଜି ଯାଇଥିଲେ। ସେ ଯୀଶୁ କହିଲେ ଏ ଖାଲି 6ଟା ପଥର ମାଠିଆକୁ ପାଣି ଭର୍ତ୍ତି କର। ସାଙ୍ଗେ ସାଙ୍ଗେ କୌଣସି ଯୁକ୍ତିତର୍କ ନ କରି ସେମାନେ ସାଙ୍ଗେ ସାଙ୍ଗେ ସେ ମାଠିଆରେ ପାଣି ଭର୍ତ୍ତି କଲେ। ମାଠିଆରେ ପାଣି ଭର୍ତ୍ତି କରୁ କରୁ ସାଙ୍ଗେ ସାଙ୍ଗେ ସବୁ ଦ୍ରାକ୍ଷାରସରେ ପରିଣତ ହେଲା, ଆଶ୍ଚର୍ଯ୍ୟକର୍ମ ସାଧନ ହେଲା। ଠିକ୍ ସେତିକି ନୁହଁ, ଜନ୍ 11:39 ଯେତେବେଳେ ଲାଜାର ମରିଗଲେ, ମାର୍ଥା ଏବଂ ମେରି ଯାଇ ଯୀଶୁଙ୍କ ପାଖରେ କାନ୍ଦି କାନ୍ଦି ପ୍ରାର୍ଥନା କଲେ। ଯୀଶୁ ଆସିଲେ, ପ୍ରଭୁ ତୁମେ ଥିଲେ ଆମର ଭାଇ ମରିନଥାନ୍ତା। ଏବଂ ଯୀଶୁ ସମାଧିକୁ ଗଲେ, କାନ୍ଦିଲେ, ଯୀଶୁ କାନ୍ଦିଲେ ସେମାନଙ୍କ ପାଇଁ। ଏବଂ ଯୀଶୁ କହିଲେ ସେ ଲାଜାରର କବର ଗୋଟେ ବଡ଼ ପଥର ରଖାଯାଇଥିଲା। ଯୀଶୁ କହିଲେ ପଥର ହଟେଇ ଦିଅ ଏବଂ ସେମାନେ ପଥର ହଟ ଯୀଶୁ କହିଲେ ଲାଜାର ଉଠି ଆସ, ଚାଲି ଆସ। ସାଙ୍ଗେ ସାଙ୍ଗେ ଯୀଶୁ 3 ଦିନ ପୂର୍ବରୁ ମରିଥିବା ଲାଜାର ମଧ୍ୟ ଜୀବିତ ଅବସ୍ଥାରେ ଠିଆ ହିଁ ଉଠି ଆସିବାକୁ ଚେଷ୍ଟା କଲେ। ହାଲେଲୁୟା। ତେବେ ସ୍ନେହର ଭାଇ ଭଉଣୀମାନେ, ଆଜ୍ଞା ପାଳନ କରୁ କରୁ ଆମ ଜୀବନରେ ମଧ୍ୟ ଆଶ୍ଚର୍ଯ୍ୟକର୍ମ ସାଧନ। ଖାଲି ସେତିକି ନୁହଁ ସ୍ନେହର ଭାଇ ଭଉଣୀମାନେ, ଆପଣ ଦେଖନ୍ତୁ ଯୀଶୁଙ୍କର ପୁନରୁତ୍ଥାନ ପରେ ଜନ୍ 21:6 ପୁନରୁତ୍ଥାନ ପରେ ଶିଷ୍ୟମାନେ କ'ଣ ମାଛ ଧରିବାକୁ ଯାଇଥିଲେ। ରାତି ସାରା ମାଛ ଧରିକି ସମୁଦ୍ର କୂଳକୁ ଆସିଲେ। ଯୀଶୁ ତ ସମୁଦ୍ର କୂଳରେ ଠିଆ ହେଇଥିଲେ। ଯୀଶୁ ସେମାନେ କହିଲେ ତୁମ ପାଖରେ କିଛି ମାଛ ଧରିଛ କି, ଆସ ଆଣି ତାକୁ ଯୀଶୁ ନିଆଁ ଲଗେଇଲେ, କୋଇଲା ନିଆଁ ଲଗେଇଥିଲେ। କିଛି ଧରିଛ ମାଛ দিয়ে ଆଣରେ ପୋଡ଼ି ଖାଇବା। ସେମାନେ କହିଲେ ନାଇଁ ପ୍ରଭୁ, ଆମେ କିଛି ମାଛ ପାଇନୁ। ଯୀଶୁ କହିଲେ ଡଙ୍ଗାର ଡାହାଣ ପଟେ ଜାଲ ପକାଅ। ସେମାନେ ଯୁକ୍ତିତର୍କ କଲେ ନାହିଁ ଯେ ଆମେ ରାତି ସାରା ମାଛ ଧରିବାକୁ ଚେଷ୍ଟା କରି କିଛି ପାଇନୁ, ଏବେ କାହିଁକି ପକେଇ କହିନାହାନ୍ତି। ଆଜ୍ଞା ବହ ହେଇକି ସାଙ୍ଗେ ସାଙ୍ଗେ ଜାଲକୁ ଡଙ୍ଗାର ଡାହାଣ ପଟେ ପକେଇଦେଲେ। ପକ ଏତେ ମାଛ ଜାଲ ଭିତରେ ପଡ଼ିଲା ଯେ ତାକୁ ଟାଣି ବାହାର କରିପାରିଲେନି। ସେମାନେ ଅନ୍ୟମାନଙ୍କ ସାହାଯ୍ୟ ଡାକିଲେ, ସମସ୍ତେ ଆସି କାଢ଼ିଲେ ଏବଂ ସେ ଜାଲଟି ମାଛରେ ବଡ଼ ବଡ଼ ମାଛରେ ପରିପୂର୍ଣ୍ଣ ହୋଇଥିଲା। ସ୍ନେହର ଭାଇ ଭଉଣୀ, ଅନେକ ବିଷୟ ଆମେ ସୁସମାଚାର ଦେଖିବାକୁ ପାଉଛୁ। ସେଇଭଳି
ଜନ୍ ସୁସମାଚାର 9:7 ଯୀଶୁ ଗୋଟେ ଜନ୍ମ ଅନ୍ଧକୁ ସୁସ୍ଥ କରୁଛନ୍ତି। ଦେଖନ୍ତୁ ଯୀଶୁ ପଚାରିଲେ ମୁଁ ତୁମକୁ ସୁସ୍ଥ କରିପାରେ ତ ବିଶ୍ୱାସ କରୁଛୁ? ହଁ ମୁଁ ବିଶ୍ୱାସ କରୁଛି। ଯୀଶୁ ମାଟି ଟିକେ ନେଲେ, ଛେପ କରିକି କାଦୁଅ କରି ଆଖିରେ ଲଗାଇଦେଲେ। ଯୀଶୁ କହିଲେ ଯାଅ ସିଲୋମ ପୋଖରୀରେ ଧୋଇ ହେଇକି ଆସ। ସେଇ ଅନ୍ଧଟି ଦରାଣ୍ଡି ହେଇଗଲା। ସାଙ୍ଗେ ସାଙ୍ଗେ ସିଲୋମ ପୋଖରୀ ଯାଇକି ଧୋଇ ହେଉ ସାଙ୍ଗେ ସାଙ୍ଗେ ତାର ଜନ୍ମରୁ ଅନ୍ଧ ହେଇଥିବା ଆଖି ତାର ଖୋଲିଗଲା। ଆଜ୍ଞା ପାଳନ କରୁ କରୁ ସାଙ୍ଗେ ସାଙ୍ଗେ ମିରାକେଲ ପରେ ମିରାକେଲ ହେଇଯାଏ। ଆରେ ଏତିକି ନୁହଁ, ଦ୍ୱିତୀୟ ରାଜାବଳୀ 5:10 ଏବଂ 14 ସିରିଆର ଆର୍ମି କମାଣ୍ଡର ନାମାନ ଦେହ ସାରା କୁଷ୍ଠ ହେଇଥିଲା। ସେ ଏଲାଇସା ଭାବାଦୀକୁ ଆସିଲେ, ତାଙ୍କୁ ସୁସ୍ଥ କରିବା ପାଇଁ ଆସିଲେ। ଭାବାଦୀ କହିଲେ ତୁମେ ଯାଅ ଜର୍ଦାନ ନଦୀରେ 7 ଥର ବୁଡ଼ିକି ଆସ। ସେ ପ୍ରଥମେ ରାଜି ହେଉନଥିଲା, କିନ୍ତୁ ତାଙ୍କର ଦାସୀର ଅନୁରୋଧ ପ୍ରକାଶ ଗଲା। ନଦୀରେ 7 ଥର ବୁଡ଼ୁ ତାଙ୍କର ଦେହରେ ଥିବା କୁଷ୍ଠରୋଗ ସବୁ ସୁସ୍ଥ ହୋଇଗଲା। ହାଲେଲୁୟା। ତ ସ୍ନେହର ଭାଇ ଭଉଣୀମାନେ, ପରମେଶ୍ୱରଙ୍କର ବାକ୍ୟ ଯେବେ ଯେବେ ଆମେ ତତ୍କାଳୀନ ପାଳନ କରୁ, ସାଙ୍ଗେ ସାଙ୍ଗେ ଆମ ଜୀବନରେ ଆଶ୍ଚର୍ଯ୍ୟ କର୍ମ ସାଧନ। ପରମେଶ୍ୱର ଆଜ୍ଞା ପାଳନ କରିବା ଦ୍ୱାରା ଆମେ ଈଶ୍ୱରଙ୍କର ଯୀଶୁଙ୍କର ବନ୍ଧୁ ହେଇଥାଉ। ପରମେଶ୍ୱର ଆଜ୍ଞା ପାଳନ କରିବା ଦ୍ୱାରା ଆମେ ଯୀଶୁଙ୍କର ଭାଇ ଭଉଣୀ ବାପା ବା ସ୍ୱାମୀ ମା ହେଇଥାଉ। ଏବଂ ଯୀଶୁଙ୍କର ଆଜ୍ଞା ପାଳନ କରିବା ଦ୍ୱାରା ଆମେ ପବିତ୍ର ଆତ୍ମା ପାଇଥାଉ। ପରମେଶ୍ୱର ବାକ୍ୟ ପାଳନ କରିବା ଦ୍ୱାରା ହିଁ ଆମେ ଯାହା ମାଗିବା ତାହା ପାଇଥାଉ ଏବଂ ଆମ ଜୀବନରେ ପ୍ରଚୁର ଫଳ ଉତ୍ପନ୍ନ ହେବା ଦ୍ୱାରା ପରମେଶ୍ୱର ଗୌରବାନ୍ୱିତ ହୁଅନ୍ତୁ ଏବଂ ଆମେ ପ୍ରକୃତ ଶିଷ୍ୟ ହୋଇଥାଉ। ତ ସ୍ନେହର ଭାଇ ଭଉଣୀ, ତେଣୁ ଆମ ମୁଖ୍ୟ ପ୍ରସଙ୍ଗ ହେଲା ଆଜ୍ଞା ପାଳନରେ ସବୁ କଥା ରହିଲା। କିନ୍ତୁ ଦୁଃଖର ବିଷୟ କ'ଣ ହେଲା, ଆମେ ଆମ ଜୀବନରେ ଆମେ ପ୍ରାର୍ଥନା କରୁଛୁ, ଭଲ କରୁଛୁ, ଗିର୍ଜାକୁ ଆସୁଛୁ, ଭଲ କରୁଛୁ, ଏବେ ହସ୍ପିଟାଲ କରୁଛୁ, ଭଲ କରୁଛୁ, ଆରାଧନା କରୁଛୁ, ପ୍ରେସିଡେଣ୍ଟ ବସୁଛୁ, ସବୁ ଭଲ କରୁଛୁ, କିନ୍ତୁ ଆଜ୍ଞା ପାଳନରେ ଆମେ ଦୁର୍ବଳ ଥାଉ। ସେଥିପାଇଁ ପ୍ରଭୁ ଯୀଶୁ ମାଥ୍ୟୁ ସୁସମାଚାର 7:21 କହିଲେ ଯେଉଁମାନେ ଦିନରାତି ପ୍ରଭୁ ପ୍ରଭୁ କହନ୍ତି ସେମାନେ ନୁହଁ, ବରଂ ଯେଉଁମାନେ ଈଶ୍ୱରଙ୍କର ଆଜ୍ଞା ପାଳନ କରନ୍ତି ସେମାନେ ହିଁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ। ତେଣୁ ରୋମିଓ 2:13 କହିଲେ ଶୁଣିବା ଲୋକମାନେ ଧାର୍ମିକ ପରିଗଣିତ ହେବେ ନାହିଁ, କିନ୍ତୁ ବାକ୍ୟକୁ ପାଳନ କରିବା ଲୋକମାନେ ଧାର୍ମିକ ପରିଗଣିତ ହେବେ। ତେବେ ସ୍ନେହର ଭାଇ ଭଉଣୀମାନେ, ଆଜି ପ୍ରଭୁ ଆମକୁ ଶିକ୍ଷା ଦେଉଛନ୍ତି, ଯଦି ଆମେ ତାଙ୍କଠାରେ ରହିବା, ତାଙ୍କର ବାକ୍ୟ ଆମଠାରେ ରହେ, ଆମେ ଯାହା ମାଗିଲେ ତାହା ଦେବେ, ପ୍ରଭୁ ପ୍ରଚୁର ଫଳ ଆମକୁ ଦେବେ ଏବଂ ପ୍ରଭୁ ଗୌରବାନ୍ୱିତ ହେବେ। ଏବଂ କେତେବେଳେ ଆମେ ତାଙ୍କଠାରେ ରହିବା, ଯେତେବେଳେ ଆମେ ପ୍ରଭୁଙ୍କର ଆଜ୍ଞା ପାଳନ କରୁ ସେତେବେଳେ ଆମେ ତାଙ୍କଠାରେ ଅବସ୍ଥାନ କରୁ, ତାଙ୍କଠାରେ ରହୁ ଏବଂ ପ୍ରଭୁଙ୍କର ବାକ୍ୟ ଆମ ହୃଦୟରେ ରହେ। ସେହି ସମୟରେ ଆମେ ଯାହା ପ୍ରାର୍ଥନା ମାଗିବା ପ୍ରଭୁ ସବୁ ଦେବେ ଏବଂ ପ୍ରଚୁର ଫଳ ଉତ୍ପନ୍ନ ହେବ। ପିତା ପରମେଶ୍ୱର ଗୌରବାନ୍ୱିତ ହେବା ସଙ୍ଗେ ସଙ୍ଗେ ଆମେ ପ୍ରଭୁ ଯୀଶୁଙ୍କର ପ୍ରକୃତ ଶିଷ୍ୟା ହେବ। ତ ସ୍ନେହର ଭାଇ ଭଉଣୀମାନେ, ଆମେ ବେକରେ ଗୋଟେ କ୍ରସ୍ ଲଗାଇ ଦେଲା ଦ୍ୱାରା ଆମେ ଖ୍ରୀଷ୍ଟିଆନ ହେଇଯିବା ନାହିଁ, କିମ୍ବା ଆମ ଘର କାନ୍ଥ ବାଡ଼ରେ ଯୀଶୁଙ୍କର ଫଟୋ ଟାଙ୍ଗି ଦେଲେ ଆମେ ଖ୍ରୀଷ୍ଟିଆନ ହେବା ନାହିଁ। ଯଦି ପ୍ରଭୁଙ୍କର ବାକ୍ୟକୁ ଆମେ ପାଳନ କରିବା ତାହେଲେ ଆମେ ପ୍ରକୃତ ଖ୍ରୀଷ୍ଟିଆନ ହେବା ଏବଂ ଆମେ ପରିତ୍ରାଣ ପାଇବା। ତେଣୁ ସ୍ନେହର ଭାଇ, ଆଜିର ମୁଖ୍ୟ ପ୍ରସଙ୍ଗ ହେଲା ଆଜ୍ଞା ପାଳନରେ ସବୁ କଥା ରହିଲା। ତେଣୁ ଆଜିର ସୁସମାଚାର ପ୍ରଭୁ ଆମକୁ ଶିକ୍ଷା ଦେଉଛନ୍ତି ଯେ ପ୍ରାର୍ଥନା କର, ବାଇବେଲ ପଢ଼, ମାନସିକ ଜରିଏ ଆରାଧନା କର, ପ୍ରେଷଣ କର, ଗିର୍ଜାକୁ ଯାଅ, ସବୁ କର, କିନ୍ତୁ ତାଠାରୁ ଅଧିକ ବିଷୟ କରିବାକୁ ଅଛି ଯେ ଆମେ ପ୍ରଭୁଙ୍କର ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରିବା। କାରଣ ପ୍ରଭୁ ଯୀଶୁ ମଧ୍ୟ ସେ ତାଙ୍କ ନିଜ ଇଚ୍ଛାରେ କିଛି କଲେ ନାହିଁ। ପିତାଙ୍କର ଏକ ସ୍ୱର୍ଗସ୍ଥ ପିତା ଯିଏ ତାକୁ ପ୍ରେରଣ କଲେ, ତାଙ୍କର ଇଚ୍ଛା ପ୍ରକାଶ ଜୀବନଯାପନ କଲେ। ଯୀଶୁଙ୍କଠାରେ ଏତେ ଆଜ୍ଞାବହ ଥିଲେ, ପିତାଙ୍କଠାରେ ଏତେ ଆଜ୍ଞାବହ ଯୀଶୁ ଥିଲେ ଯେ ଫିଲିପିଓ 2:8-9 ଯୀଶୁ ମୃତ୍ୟୁ ପର୍ଯ୍ୟନ୍ତ, ଏପରି ଯେ କ୍ରୁଶ ଉପରେ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହେଲେ, ନିଜର ଜୀବନ ଦେଲେ। ତେଣୁ ପରମେଶ୍ୱର ମଧ୍ୟ ତାଙ୍କର ଆଜ୍ଞା ମଧ୍ୟ ପରମ ସନ୍ତୁଷ୍ଟ ହୋଇ ସର୍ବନାମ ଠାରୁ ମହାନ ନାମ, ଶ୍ରେଷ୍ଠ ନାମ ଦେଲେ, ଯେପରି ତାଙ୍କ ନାମ ତଳେ ସମସ୍ତେ ଆଣ୍ଠୁ ପାତିବେ ଏବଂ ସମସ୍ତେ ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରିବେ। ସ୍ୱର୍ଗ ଏବଂ ମର୍ତ୍ତ୍ୟର ଅଧିକାର ତାଙ୍କୁ ଦିଆଗଲା। କାରଣ ଆମେ ଦେଖୁଛୁ ମାଥ୍ୟୁ ସୁସମାଚାର 28:18 ପ୍ରଭୁ ଯୀଶୁ ପୁନରୁତ୍ଥାନ ପରେ କହିଲେ ସ୍ୱର୍ଗ ଏବଂ ମର୍ତ୍ତ୍ୟର ସମସ୍ତ ଅଧିକାର ମୋତେ ଦିଆଯାଇଛି। ତେବେ ସ୍ନେହର ଭାଇ ଭଉଣୀମାନେ, ଆମେ ଚେଷ୍ଟା କରିବା ଆମର ଜୀବନରେ ପରମେଶ୍ୱର ବାକ୍ୟ ପ୍ରକାର ଜୀବନଯାପନ କରିବା, ବାକ୍ୟ ଭିତ୍ତିକ ସଂସ୍କାର ଭିତ୍ତିକ ଜୀବନଯାପନ କରିବା, ତାହେଲେ ଆମେ ମଧ୍ୟ ସାଧୁ ସାଧ୍ୱୀ ହେବାର ସମ୍ଭାବନା ଯଥେଷ୍ଟ ରହିଛି। କାରଣ ଇଂଲିଶ ଗୋଟେ ପ୍ରବାଦ ଅଛି, ଏଭ୍ରି ସେଣ୍ଟ ହାଡ୍ ଏ ପାଷ୍ଟ, ଏଭ୍ରି ସିନର ହାଜ୍ ଏ ଫ୍ୟୁଚର। ଅର୍ଥାତ ଆଜି ଯେଉଁମାନେ ସାଧୁ ସାଧ୍ୱୀ ବୋଲି ଘୋଷଣା ହେଇଛନ୍ତି, ଅତୀତରେ ସେମାନଙ୍କର ଜୀବନ ପାପମୟ ଥିଲା, ସେମାନେ ମନ ପରିବର୍ତ୍ତନ କରି ଧାର୍ମିକ ଜୀବନଯାପନ କରି ସାଧୁ ହେଲେ। ଠିକ୍ ସେଇଭଳି ଏଭ୍ରି ସିନର ହାଜ୍ ଏ ଫ୍ୟୁଚର, ତାର ଥିଲା
प्रत्येक पापी मान भविष्य अच्छी तार अर्थ है आज जो आम पापी आम भी जब मन परिवर्तन करवा वाक्य भित्तिक संस्कार भित्तिक जीवन यापन करवा आम मैंने साधु साध्वी होबार आशा 100% रही। तेणु आसत आम आशावादी होगा आम ऑप्टिमिस्ट होगा एवं प्रभु वाक्य भित्तिक जीवन यापन करी आम प्रभुंर शिष्य होगा प्रभुंर भाई होगा प्रभुंर भौणी होगा प्रभुंर माँ होगा एवं आम पवित्र आत्मा प्राप्त करवा प्रचुर फल उत्पन्न कर प्रभु को आम गौरव देवा। तेज स्नेहर भाई भौणी मैंने आपण मैंने समस्ते गुड हियरिंग देइछंती बोली मो धन्यवाद देली समस्त को धन्यवाद देली आपण मैंने मो प्रार्थना करने अनुरोध कर रही समस्त को जय जीशु।